ବନ୍ଧୁଗଣ, ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ବଡ଼ ବଡ଼ ସଫଳତା ହାସିଲ କରିବାକୁ ଚାହିଁଥାନ୍ତି, ଆଉ ସେମାନେ ଏହି ସଫଳତା ହାସିଲ କରିପାରନ୍ତି ନାହିଁ। ତ ସାଙ୍ଗମାନେ, ଏହି ଦୁନିଆରେ ଏପରି କ'ଣ ଅଛି ଯାହାକି ଆମେ ସେହି ସଫଳତା ପାଇବାର କାରଣ ହୋଇଥାଏ? ତ ଏହାର କାରଣ ହେଉଛି ଆମେ କଥା କହିବାର ଶବ୍ଦ। ଯଦି ଆମେ ସଠିକ୍ ସ୍ଥାନରେ ବା ସଠିକ୍ ଜାଗାରେ କଥା କହିବା ଶିଖିବା, ତେବେ ଆମେ ବହୁତ ଆଗକୁ ଯାଇପାରିବା ଆଉ ସକ୍ସେସ୍ ମଧ୍ୟ ହୋଇପାରିବା। ତେଣୁ ସବୁବେଳେ ଗୋଟିଏ ଚିନ୍ତା କରନ୍ତୁ ଯେ ସେହି ଲୋକଙ୍କ ଆଗରେ ସବୁବେଳେ ସତ କଥା କୁହନ୍ତୁ, ଯାହାଫଳରେ ଭଗବାନ ମଧ୍ୟ ତୁମକୁ ବହୁତ ସାଥ ଦେଇଥାନ୍ତି। ତେଣୁ କେବେ ମଧ୍ୟ ମିଛ କୁହନ୍ତୁ ନାହିଁ। ଶବ୍ଦ ଏକ କଥା କହିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ବହୁତ ଖଣ୍ଡାଠୁ ମଧ୍ୟ ଶକ୍ତିଶାଳୀ ହୋଇଥାଏ। ଯଦି ଆମେ କୌଣସି ଜାଗାରେ ସଚ୍ଚୋଟ ଭାବେ ଏବଂ ଭଲସେ କଥା କହିବା ଶିଖିଯିବା ନା, ତେବେ ଆମକୁ ସକ୍ସେସ୍ ହେବାରୁ କେହି ବି ରୋକିପାରିବେ ନାହିଁ। ତେଣୁ ସଦାସର୍ବଦା ଗୋଟିଏ ମାଇଣ୍ଡରେ ଏମିତି ଜିନିଷ ଆଣନ୍ତୁ ଯେ ମୁଁ ଦୁନିଆ ଆଗରେ ସତ କହିବି, ଆଉ ଯେଉଁ ଲୋକ ତୁମକୁ ସତ କହିବା ଦ୍ୱାରା ଉପହାସ କରୁଛି, ସେ କେବେ ମଧ୍ୟ ଜୀବନରେ ସଫଳତା ପାଇନଥାଏ। ତେଣୁ ସାଙ୍ଗମାନେ, ଏହି ଦୁନିଆରେ କେବେ ମଧ୍ୟ ଲୋକଙ୍କ କଥା ଶୁଣନ୍ତୁ ନାହିଁ। ଯଦି ତୁମେ ଲୋକଙ୍କ କଥା ଶୁଣି ଆଗକୁ ବଢ଼ିବାକୁ ଚାହୁଁଛ, ତେବେ ତୁମର ଏହା ଏକ ଭୁଲ ଧାରଣା ଅଟେ। କାହିଁକି ନା ଲୋକଙ୍କ କଥା ଶୁଣିଲେ ଲୋକେ ଆମକୁ ଉପରକୁ ଉଠାନ୍ତି ନାହିଁ, ବରଂ ଆମକୁ ତଳେ ପକାଇବାକୁ ଚେଷ୍ଟା କରିଥାନ୍ତି। ତେଣୁ ଯଦି ତୁମେ ଉପରକୁ ଉଠିବାକୁ ଚାହୁଁଛ ନା, ତେବେ ନିଜ କର୍ମ ପଥରେ ବା ନିଜର ବୃଦ୍ଧି ଏବଂ କୌଶଳତା ମାଧ୍ୟମରେ ନିଜ କର୍ମକୁ ନିଜେ ହାସିଲ କରିବାକୁ ସବୁବେଳେ ଚେଷ୍ଟା କରନ୍ତୁ, ଯାହାଫଳରେ ତୁମେ ଅତି ସହଜରେ ମଧ୍ୟ ସେହି ସକ୍ସେସ୍ ପାଇପାରିବ। ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଗୋଟିଏ ଟପିକ୍ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଦୁନିଆରେ କେମିତି କ'ଣ ଚଳିବା ସବୁ ଆମ ପକ୍ଷେ ସୁବିଧା ଅଟେ। ସାଙ୍ଗମାନେ, ସେହି ଟପିକ୍ଟି ହେଉଛି ଯେ ଏହି କଥା ଜାଣନ୍ତୁ, କେବେ ମଧ୍ୟ ହାରିବେ ନାହିଁ। ତ ଏହାର ରହସ୍ୟ ମଧ୍ୟ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଅଛି। ତେଣୁ ମୋର ଆପଣମାନଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ, ଯଦି ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ, ଆଉ ଭଲ ଲାଗିଲେ ନିହାତି ଭାବରେ କମେଣ୍ଟ ମଧ୍ୟ କରନ୍ତୁ, ଆଉ ବହୁତ ସାରା ଭଲ ପାଇବା ଦିଅନ୍ତୁ। କାରଣ ଆପଣଙ୍କର ସେହି ଗୋଟିଏ ଭଲ ପାଇବା ହିଁ ମୋତେ ବହୁତ କିଛି ଆଗକୁ ନେଇପାରିବ। ଆଉ ଭଲ ପାଇବା ଦେଲେ ହିଁ ମୁଁ ଆପଣଙ୍କ ପାଇଁ କିଛି ନା କିଛି ଡେଲି ନୂଆ ଟପିକ୍ର ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି। ସାଙ୍ଗମାନେ, ଆଉ ଡେରି ନ କରି ଚାଲନ୍ତୁ ଷ୍ଟାର୍ଟ କରିବା। ଏହି ଦୁନିଆରେ ଆପଣମାନେ ଏପରି କିଛି ବ୍ୟକ୍ତି ଦେଖିଥିବେ ଯେ ଯେଉଁମାନେ ଜ୍ଞାନୀ ଅଟନ୍ତି ସତ, କିନ୍ତୁ କୌଣସି ସ୍ଥାନରେ ବା କୌଣସି ଜାଗାରେ ସେମାନେ କିପରି ଭାବରେ ବା କେଉଁ କୌଶଳ ମାଧ୍ୟମରେ କଥା କହିବା ଉଚିତ ସେମାନେ ଜାଣିପାରନ୍ତି ନାହିଁ, ଯାହା ଫଳରେ
ସେମାନେ ତାଙ୍କର ଜୀବନରେ ଅଧିକରୁ ଅଧିକ ପଶ୍ଚାତାପ କରିବାକୁ ଲାଗନ୍ତି। ତେଣୁ ସାଙ୍ଗମାନେ, ଦୁନିଆରେ ଆପଣ ସଦାସର୍ବଦା ଠିକ୍ ଜାଗାରେ ବା ଠିକ୍ ସ୍ଥାନରେ କଥା କହିବା ଶିଖନ୍ତୁ। ତାହେଲେ ଯାଇକି ଆପଣ ଜିତିପାରିବେ, ନଚେତ୍ ଆପଣ ମଧ୍ୟ ହାରିଯିବେ। ତେଣୁ ସଦାସର୍ବଦା ଭଲସେ କଥା କହିବା ଶିଖନ୍ତୁ, କାରଣ ଏହି କଥା କହିବା ହେଉଛି ଗୋଟେ କଳା, ଯାହାକି ମଣିଷ ମନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟକୁ ମଧ୍ୟ ସେ ଦୂର କରିଦେଇଥାଏ। ତେଣୁ ସଦାସର୍ବଦା କଥା କହିବା ଶିଖନ୍ତୁ। ଯଦି ଆପଣଙ୍କୁ କିଏ ଅପମାନିତ ଏବଂ ଘୃଣାଭାବ କରୁଅଛି, ତେବେ ସେ କରୁ। ଆପଣ ତାକୁ କିଛି କହିବା ଉଚିତ ନୁହେଁ କି କୌଣସି ସ୍ଥାନରେ ତାକୁ ମାରପିଟ କରିବା ମଧ୍ୟ ଉଚିତ ନୁହେଁ। ସେ ତାର ଫଳ ନିଶ୍ଚୟ ଭୋଗିବ। ଖାଲି ତୁମେ ସମୟକୁ ହିଁ ଅପେକ୍ଷା କରନ୍ତୁ ଆଉ ନିଜର କର୍ମ ପଥରେ ଆଗେଇ ଯିବାକୁ ଚେଷ୍ଟା କରନ୍ତୁ। ଆପଣ ନିଜ କର୍ମ ନିଜେ କଲେ କେହି କିଛି ବି କହିପାରନ୍ତି ନାହିଁ। ଆଉ ଯଦି ତୁମେ କାହା ଉପରେ ବି ବିଶ୍ୱାସ କରି କର୍ମ କରୁଛନ୍ତି ନା, ତେବେ ଆପଣଙ୍କର ଜୀବନ ମଧ୍ୟ ସେମିତି ଅନ୍ଧାର ହୋଇଯିବ। ତେଣୁ ସଦାସର୍ବଦା ସାଙ୍ଗମାନେ କଥା କହିବାର କଳା ଶିଖନ୍ତୁ। ଆପଣ ଯେତେବେଳେ ପ୍ରକୃତରେ କଥା କହିବାର କଳା ଶିଖିଯିବେ ନା, ତେବେ ଆପଣ ହିଁ ଏହି ଦୁନିଆରେ ବା ଏହି ସମାଜରେ ଜଣେ ଉତ୍ତମ ବ୍ୟକ୍ତି ଭାବରେ ବିବେଚିତ ହୋଇପାରିବ। ଆଉ ବହୁତ ଲୋକ ମଧ୍ୟ ତୁମର ସାଥ ଦେବାକୁ ଲାଗିବେ। ଏହି ଦେଶରେ ଯଦି ଜଣେ ରାଷ୍ଟ୍ରପତି କୌଣସି ଏକ ଭାଷଣ ଦେଉଛନ୍ତି, ତେବେ ତାଙ୍କକୁ ଛୁଇଁବା ପାଇଁ ଅନେକ ଲୋକ ଧାଇଁ ଆସନ୍ତି। ତେବେ ତାଙ୍କ କଥାରେ ଏମିତି କ'ଣ ଅଛି ଯେ ଲକ୍ଷ ଲକ୍ଷ ଲୋକ ଧାଇଁ ଆସିବାକୁ ଲାଗନ୍ତି? ଆଉ ଆପଣଙ୍କ କଥାରେ କ'ଣ ନାହିଁ ଯେ ଆପଣଙ୍କ ପାଖକୁ କେହି ବି ଆସୁନାହାନ୍ତି? ତ ଏହାର ଗୋଟିଏ ଫରକ ହେଉଛି ଯେ ସେ କଥା କହିବାର କଳାକୁ ବୁଝିଛନ୍ତି, ଆଉ ତୁମେ କଥା କହିବାର କଳାକୁ ଏପର୍ଯ୍ୟନ୍ତ ବୁଝିପାରିନାହଁ। ତେଣୁ ଆପଣମାନଙ୍କ ପାଖକୁ କୌଣସି ଲୋକ ମଧ୍ୟ ଆସୁନାହାନ୍ତି। ବନ୍ଧୁଗଣ, କଥା କହିବାର କଳା ନା ଡିଗ୍ରୀ ନା କୌଣସି ପୁସ୍ତକରେ ଆପଣ ପାଇପାରିବେ। କେବଳ ଏହାକୁ ବା ଏହାର କଳା ଶିଖିବା ପାଇଁ କେବଳ ନିଜ ଭିତରେ ଏକ ଆତ୍ମବିଶ୍ୱାସ ଥିବା ଉଚିତ ଅଟେ, ଯାହାଫଳରେ ଆମର ସେହି ଆତ୍ମବିଶ୍ୱାସ ହିଁ ଆମକୁ ଶିଖାଇ ଦେଇଥାଏ କି ଆମେ କେଉଁପରି ଭାବରେ କଥା କହିବା ଉଚିତ। ଯେଉଁ ବ୍ୟକ୍ତିର ଆତ୍ମବିଶ୍ୱାସ ଅଧିକ ବଢ଼ିଯାଏ ଯେ ମୁଁ ନିଶ୍ଚୟ କଥା କହିବାର କଳା ଶିଖିବି, ସେହି ବ୍ୟକ୍ତି ହିଁ ଏହି ଦୁନିଆରେ ବା ଏହି ସମାଜରେ ବହୁତ ବଡ଼ ଉନ୍ନତି ସାଧନ କରିପାରିବ। ତେବେ ଆପଣମାନେ ବି କରିପାରିବେ। ହେଲେ କିପରି? ଯେତେବେଳେ ଆପଣ କଥା କହିବାର କଳା ଶିଖିଯିବେ, ତେବେ ଯାଇକି ଆପଣ ବହୁତ କିଛି ଉନ୍ନତି କରିପାରିବେ। ତେଣୁ ବନ୍ଧୁଗଣ, ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ କଥା କହିବାର କଳା। ଯେ କୌଣସି ସ୍ଥାନରେ ଧରିନିଅ ଝଗଡ଼ା ହେଉଛି, ତେବେ ଆପଣ ସେଠାକୁ ଯାଇ ସରଳ ବା ମାଧ୍ୟମରେ ଆପଣ ବହୁତ ଗୁପ୍ତ କଥା କୁହନ୍ତୁ ଆଉ ତାଙ୍କୁ ବୁଝାନ୍ତୁ ମଧ୍ୟ, ଯାହାଫଳରେ ଝଗଡ଼ା ହେବାକୁ ଯାଉଥିବା ଲୋକ ଦୁଇଟି ମଧ୍ୟ ଅନେକ ବୁଝିପାରିବେ। ଆଉ
ସେଠାରୁ ମଧ୍ୟ ଚାଲିଯିବେ। ତେଣୁ ଏହାର କାରଣ ହେଉଛି କେବଳ ସେଇ କଳା ଅଟେ। ତେଣୁ ଆପଣଙ୍କ ପାଖରେ ମଧ୍ୟ ସେଇ କଳା ରହିବା ନିହାତି ଜରୁରୀ ଅଟେ। ତେଣୁ ଆପଣ ସେହି କଳାକୁ ନିମନ୍ତ୍ରଣ ବା ନିଜ ପାଖକୁ ଆଣିଲେ ହିଁ ଆପଣ ଏହି ଦୁନିଆରେ ଗୋଟିଏ ସର୍ବବ୍ୟାପୀ ଜ୍ଞାନୀ ହୋଇପାରିବେ। ତ ସାଙ୍ଗମାନେ, କେବଳ ଶବ୍ଦକୁ ହିଁ ଏହି ବିଶ୍ୱର ଏକ ଘାତକତା ଭାବରେ ବିଶ୍ୱାସ କରାଯାଏ। ତ ଏହାର କାରଣ ହେଉଛି ଯେ ଶବ୍ଦରେ ମଧ୍ୟ ଏମିତି କିଛି ଶକ୍ତି ଅଛି ଯାହାକି ସେ ଆମର ଭାଙ୍ଗି ଯାଇଥିବା ହୃଦୟକୁ ଯୋଡ଼ି ଦେଇଥାଏ। ଆଉ କୌଣସି ହୃଦୟ ଯଦି ଭାଙ୍ଗିବାକୁ ଯାଉଅଛି ତେବେ ସେ ଭାଙ୍ଗି ଦେଇଥାଏ। ତ ଏହାର ସବୁ କାରଣ ହେଉଛି ସେହି ଶବ୍ଦ। କାରଣ ଶବ୍ଦ ବିନା ମନୁଷ୍ୟ ଏହି ଦୁନିଆରେ କଥା କହିବା ହିଁ ତା ପକ୍ଷେ ଅସମ୍ଭବ ହୋଇପଡ଼ିଥାଏ। ତେଣୁ ସର୍ବଦା ନିଜ ଉପରେ ବିଶ୍ୱାସ ରଖନ୍ତୁ ଆଉ ଦୁନିଆ ଆଗରେ ମୁଣ୍ଡ ଟେକି ଚାଲିବାକୁ ସଦା ସର୍ବଦା ପ୍ରେରଣା ଦିଅନ୍ତୁ। ଆଉ ନିଜକୁ ମଧ୍ୟ ଏମିତି ସକ୍ଷମ କରନ୍ତୁ ଯେ ଲୋକେ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ। ତ ସାଙ୍ଗମାନେ, ମୁଁ ଆପଣଙ୍କୁ ଶବ୍ଦର କିଛି ଯାଦୁକର ବିଷୟରେ କହିବାକୁ ଯାଉଅଛି, ଯାହାକି ଆମ ପାଖକୁ ଆସୁଥିବା ହଂସକୁ ମଧ୍ୟ ସେ ଛଡ଼େଇ ନିଏ ଆଉ ଆମ ପାଖକୁ ଆସୁଥିବା ସବୁ ହଂସ ଖୁସିକୁ ମଧ୍ୟ ସେ ଆପଣେଇ ଦିଏ। ତ ଏହାର କାରଣ ହେଉଛି କେବଳ ସେହି ଶବ୍ଦ। ତେଣୁ ଆପଣ ସଦା ସର୍ବଦା କଥା କହିବାର କଳା ଶିଖିବା ସର୍ବଦା ଉଚିତ ଅଟେ। ନଚେତ୍ ଆପଣଙ୍କ କଥା କେହି ମଧ୍ୟ ଶୁଣିବ ନାହିଁ, ସେ ପଶୁ ହେଉ କିମ୍ବା ମନୁଷ୍ୟ। ତେଣୁ ସଦା ସର୍ବଦା କଥା କହିବା ଶିଖନ୍ତୁ। ଯଦି ଆପଣଙ୍କ ଘରେ ହେଉ କିମ୍ବା ସେ ବାହାରେ ହେଉ, ଯଦି ଆପଣ ସେହି ସ୍ଥାନରେ ଉଚିତ କଥା କହୁଛନ୍ତି ବା ଠିକ୍ କଥା କହୁଛନ୍ତି ଆଉ ଅନ୍ୟ ଲୋକଟି ଭୁଲ ବୁଝି ଆପଣଙ୍କୁ ଥଟ୍ଟା ମଜା ଏବଂ ବହୁତ ଅପମାନ କରିବାକୁ ଲାଗୁଅଛି, ତେବେ ଆପଣ ସେଠାରେ କ'ଣ କରିବା ଉଚିତ ଅଟେ? ସେଠାରେ ଆପଣ ଠିକ୍ ଭାବରେ କଥା କହିବା ଶିଖନ୍ତୁ ଆଉ ତାକୁ ନିଜର ବୁଦ୍ଧି ଏବଂ କୌଶଳ ମାଧ୍ୟମରେ ତାକୁ ଏମିତି ଶିକ୍ଷା ଦିଅନ୍ତୁ ଯେ ସେ ଆପଣଙ୍କୁ କେବେ ମଧ୍ୟ ଥଟ୍ଟା ମଜା କରିବାକୁ ଲାଗିବ ନାହିଁ। ତ ସାଙ୍ଗମାନେ, ସେଠାରେ ଆପଣ ଠିକ୍ସେ କଥା କୁହନ୍ତୁ ଆଉ ଏମିତି କଥା କୁହନ୍ତୁ ଯେ ଆପଣଙ୍କ କଥା ଶୁଣିବା ପାଇଁ ହଜାର ହଜାର ଲୋକ ଆସିବେ। ତ ଏପରି ହେବା ପାଇଁ ଆମକୁ ପ୍ରଥମରେ ଭଲସେ କଥା କହିବା ଶିଖିବା ଉଚିତ ଅଟେ। ଏହାର ଉଦାହରଣ ହେଉଛି ଚାଣକ୍ୟ। ଚାଣକ୍ୟ ମଧ୍ୟ ସବୁ ସ୍ଥାନରେ ବା ସବୁ ଜାଗାରେ ଉଚିତ କଥା କହୁଥିଲେ। ତେଣୁ ସେ ଆଜିକା ଦିନରେ ବହୁତ କିଛି ବା ବଡ଼ଲୋକ ହୋଇଛନ୍ତି। ଚାଣକ୍ୟ ସବୁବେଳେ କୁହନ୍ତି ଯେ ଯେକୌଣସି ସ୍ଥାନରେ ମଧ୍ୟ ଆପଣ ଧୀର ସ୍ଥିର କଥା କହିବା ଉଚିତ ଅଟେ, ଯାହାଫଳରେ ସେହି କଥା ଶୁଣି ହୁଏତ ଅନ୍ୟ ଲୋକମାନଙ୍କ ଉପରେ ଏକ ବିଶ୍ୱାସ ହେବ ଯେ ସେହି ବ୍ୟକ୍ତିଟି ଯଦି ଏମିତି କଥା କହି ଦୁନିଆକୁ ଜିତି ପାରୁଛି, ତେବେ ଆମେ ବି କିଛି କମ୍ ନୁହେଁ, ଆମେ ବି ଜିତି ପାରିବୁ। ତେଣୁ ଏହି ଦୁନିଆ କେବଳ ଜଣଙ୍କଠୁ ଶିଖି ଆଉ ଜଣଙ୍କଠୁ ଶିଖାଇଥାଏ। ତେଣୁ
ଆପଣ ଯଦି ବଦଳିବେ ନା, ତେବେ ସବୁ ଲୋକ ବଦଳିବେ। ଆଉ ଯଦି ସବୁ ଲୋକ ବଦଳିବେ, ତେବେ ଏହି ସମାଜ ମଧ୍ୟ ବଦଳିଯିବ। ଦୁନିଆରେ କହିବାକୁ ଗଲେ ଯେଉଁ ବ୍ୟକ୍ତିର ଚିନ୍ତାଧାରା ବା ଶବ୍ଦ ଏକ ଗଭୀରତା ନାହିଁ, ଆଉ ସେମାନେ କୌଣସି ଏକ ଛୋଟ କଥାକୁ ଲମ୍ବା କରିକି କହିବାର ଅଭ୍ୟାସ ରଖିଥାନ୍ତି, ତ ସେମାନେ କେବେ ମଧ୍ୟ ଏହି ଦୁନିଆରେ ସକ୍ସେସ୍ ହୋଇପାରନ୍ତି ନାହିଁ। ସବୁବେଳେ ମନେ ରଖନ୍ତୁ ଯେ ଏହି ଶବ୍ଦ ହିଁ ଆମକୁ ବହୁତ କିଛି ଶିଖାଇଥାଏ। ଆଉ ଶବ୍ଦ କହିବାର କଳା ଆମ ପାଖରେ ରହିବା ବହୁତ ଉଚିତ ବା ଶିକ୍ଷା ମାଧ୍ୟମର ଅଟେ। ଆଉ କଥାରେ ମଧ୍ୟ ଅଛି ଯେ ଯେଉଁ ବ୍ୟକ୍ତିର କଥା ବା ଶବ୍ଦ କହିବାର କଳା କମ୍ ହୋଇଥାଏ, ସେହି ବ୍ୟକ୍ତିର ଧନୀ ହେବାର ଆଶା ଅଧିକ ଗଭୀର ହେବାକୁ ଲାଗିଥାଏ। ତେଣୁ ଆପଣ ଯେତେ କଥା କମ୍ କହିବେ, ଆପଣ ସେତେ ଅଧିକ ଗଭୀରତା ବା ସକ୍ସେସ୍ ହେବେ। ତେଣୁ ଏହି ଦୁନିଆଟା ହିଁ ଅଜବ ସାଙ୍ଗମାନେ। ଯଦି କୌଣସି ଲୋକ ବା ଦୁଇ ଜଣଙ୍କ ଭିତରେ ପରସ୍ପର ସହ ଝଗଡ଼ା ଲାଗିଅଛି, ଆପଣ ଯଦି ଯାଇକି ସେଠାରେ ତାକୁ ବୁଝାବୁଝି କରିବେ, ତେବେ ଆପଣ ହିଁ ସେଠାରେ ସେମାନଙ୍କର ଶତ୍ରୁ ହୋଇଯିବେ। ଆଉ ସେମାନେ ହିଁ ଆପଣଙ୍କୁ ଟାର୍ଗେଟ୍ କରିବାକୁ ଲାଗିବେ। ଆଉ ଆପଣ ଯଦି ସେଠାରେ କିଛି ଭଲ କଥା କହିବାକୁ ଚାହୁଁଛନ୍ତି, ତେବେ ଆପଣ ସେଠାରେ କହିବା ଜମାରୁ ବି ଉଚିତ ନୁହେଁ। କାହିଁକି ନା ସେଠାରେ କହିକି ବି ଆମର କିଛି ଲାଭ ହିଁ ନାହିଁ। ଦୁନିଆରେ ଯେଉଁ ବ୍ୟକ୍ତି ଭଲ ବା ସରଳ ହେବାକୁ ଚାହୁଁଥାଏ, ଆପଣ କେବଳ ସେହି ବ୍ୟକ୍ତିଙ୍କ ସହିତ ହିଁ ମିଶନ୍ତୁ, ଯାହାଫଳରେ ସେହି ବ୍ୟକ୍ତି ବି ତା'ର ଜୀବନରେ ଉନ୍ନତି ଆଣିପାରିବ। ଆଉ ତୁମେ ମଧ୍ୟ ବହୁତ ଆଗକୁ ଯାଇପାରିବ। ଚାଣକ୍ୟ କୁହନ୍ତି ଯେ ସବୁବେଳେ କଥା କମ୍ କହିବା ଉଚିତ ଅଟେ, ଯାହାଫଳରେ ଆମର ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ। କିନ୍ତୁ ଆଜିକା ଦୁନିଆରେ ଅଧିକାଂଶ ଲୋକ ତାଙ୍କର ଅଧିକ କଥା କହିଥାନ୍ତି ଆଉ ଶୁଣିଥାନ୍ତି କମ୍ ଲୋକ। ତେଣୁ ସେମାନଙ୍କର ବୃଦ୍ଧି ସଦାସର୍ବଦା କମିଯାଇଥାଏ। ତ ଯଦି ଆପଣମାନେ ଏହିପରି ବା ଚାଣକ୍ୟଙ୍କ ପରି ହେବାକୁ ଚାହୁଁଛନ୍ତି, ତେବେ ସବୁ ସ୍ଥାନରେ କଥା ଧୀରସ୍ଥିର ବା କମ୍ କହିବା ଶିଖନ୍ତୁ। ଆଉ କାହାକୁ ମଧ୍ୟ ଏପରି କୁହନ୍ତୁ ନାହିଁ ଯେ ତୁ ଏହି କାମଟି କରିପାରିବୁ ନାହିଁ, ଯାହାଫଳରେ ତା ମନରେ ଅନେକ ଦୁଃଖ ଯନ୍ତ୍ରଣା ଆସିବ। ଆଉ ଆପଣ ମଧ୍ୟ ବହୁତ ପଶ୍ଚାତାପ ଭୋଗିବାକୁ ଲାଗିବେ। ଯଦି ଆପଣଙ୍କୁ ବା ଆପଣ ନିଜେ ହିଁ ଗୋଟିଏ କାମରେ ସକ୍ସେସ୍ ହେଉଛନ୍ତି ନା, ତେବେ ଆପଣଙ୍କ ପାଖକୁ ମଧ୍ୟ ଲୋକମାନେ ଆସିବେ ଆଉ ପଚାରିବାକୁ ଲାଗିବେ ଯେ ଆରେ ଭାଇ, ତୁମେ କିପରି ଏହି କାମ ଦ୍ୱାରା ସକ୍ସେସ୍ ହେଲ। ଆଉ ତୁମେ ବି ତାଙ୍କୁ ଶିଖାଇଦେବ ଯେ ପ୍ରଥମରେ ହେଉଛି କଥା କହିବାର କଳା କିପରି ଶିଖିବା। ତ କଥା ହିଁ ଏକ ମାଧ୍ୟମ ଭାବରେ ଏହି ମନୁଷ୍ୟ ଜଗତକୁ ସୃଷ୍ଟି କରିଥାଏ। ଜନ୍ମିତ ଶିଶୁ ବା ଜନ୍ମ ହୋଇଥିବା ଶିଶୁ ମଧ୍ୟ ଗୋଟିଏ ବର୍ଷ ପରେ ବିନା କଥାରେ ଚଳିପାରି ନଥାଏ। ତେଣୁ ଆପଣମାନେ ବି ଠିକ୍ସେ କଥା କହି ଜାଣିଲେ ଏହି ଦୁନିଆକୁ ମଧ୍ୟ ଜିତିପାରିବେ। ଆଜିକାଲିକା ଦୁନିଆରେ ଅଧିକାଂଶ ଲୋକ କେବଳ ଅଧିକ ସୋସିଆଲ ମିଡ଼ିଆରେ ହିଁ
ନିଜର ବକ୍ତବ୍ୟ ବା କଥା ପ୍ରକାଶ କରିଥାନ୍ତି, କିନ୍ତୁ ସତ ଆଉ ଏକ ପ୍ରକାଶ ମାଧ୍ୟମରେ ସେମାନେ କେବେ ମଧ୍ୟ କହିପାରନ୍ତି ନାହିଁ। ଯଦି ଆପଣ ଏହି ଦୁନିଆରେ ସମସ୍ତ ଲୋକଙ୍କୁ ବା ନିଜେ ନିଜକୁ ଏକ କ୍ଷମତାଶାଳୀ ବୋଲି ଭାବିବେ, ତେବେ ଆପଣ ବହୁତ ସକ୍ସେସ୍ ହେବେ। କାହିଁକି ନା ସବୁବେଳେ ମନେ ରଖନ୍ତୁ ଯେ ଆପଣ ଏହି ଦୁନିଆର ଲୋକଙ୍କ ଆଗରେ ଯେତେ ଅଧିକ କଥା କହିବେ ନା, ଆପଣ ସେତେ ଅଧିକ ଶସ୍ତା ହେବାକୁ ଲାଗିବେ। ଆଉ ଆପଣ ଯେତେ କମ୍ ବା ଧୀରସ୍ଥିର କଥା କହିବାକୁ ଲାଗିବେ, ଆପଣ ସେତେ ଅଧିକ ଶକ୍ତିଶାଳୀ ଭାବରେ ବିବେଚିତ ହୋଇପାରିବେ। ତେଣୁ ଆପଣ ସଦାସର୍ବଦା ଗୋଟିଏ କଥା ମନରେ ରଖନ୍ତୁ ଯେ ମୁଁ ସବୁବେଳେ ଧୀର ସ୍ଥିର କଥା କହିବି। ଆଉ ଆପଣ ଯେତେବେଳେ ଧୀର ସ୍ଥିର କଥା କହିବା ଆରମ୍ଭ କରିଦେବେ, ସେତେବେଳେ ଲୋକମାନଙ୍କ ହୃଦୟକୁ ମଧ୍ୟ ଆପଣଙ୍କର କଥା ଛୁଇଁବାକୁ ଲାଗିବ। ଆଉ ଲୋକମାନେ ମଧ୍ୟ ତୁମକୁ ବହୁତ ଆଶ୍ରୟ ଦେବାକୁ ଲାଗିବେ ଆଉ ଅନେକ ପ୍ରଶଂସା ମଧ୍ୟ କରିବେ। ତେଣୁ ଆପଣ କେବେ ମଧ୍ୟ ଲମ୍ବା କଥା କୁହନ୍ତୁ ନାହିଁ, ଯାହାଫଳରେ ଲୋକେ ଆପଣଙ୍କୁ ଶସ୍ତା ଭାବିକି ଫୋପାଡ଼ି ଦେବେ। ଆପଣ କମ୍ କଥା କହିଲେ ହିଁ ଆପଣଙ୍କର ହୃଦୟରେ ଲୋକମାନଙ୍କ ପ୍ରତି ଏକ ଆଶା ସୃଷ୍ଟି ହେବ, ଆଉ ସେହି ଆଶା ହିଁ ଆପଣଙ୍କୁ ସକ୍ସେସ୍ କରିବାକୁ ଲାଗିବ। କଥାରେ ଅଛି ଯେ ଯେଉଁ ବ୍ୟକ୍ତି ନିଜେ ନ ହସି ଆଉ ନିଜେ ନ ଖାଇ ଅନ୍ୟକୁ ଖାଇବାକୁ ଦେଇଥାଏ ବା ଅନ୍ୟକୁ ହସାଇଥାଏ, ସେହି ବ୍ୟକ୍ତିର ଜାଗା ହୁଏତ କେହି ମଧ୍ୟ ନେଇପାରିବେ ନାହିଁ। କେବଳ ଭଗବାନ ହିଁ ତା ସାଥ ଦିଅନ୍ତି। ଏହି ଦୁନିଆ ଲୋକ ତାଙ୍କ ପଛରେ କୁକୁର ଭଳିଆ ବୁଲିବାକୁ ଲାଗନ୍ତି, କିନ୍ତୁ ସଦାସର୍ବଦା ଭଗବାନ ତାଙ୍କ ସାଥରେ ହିଁ ଥାଆନ୍ତି। ତେଣୁ ପ୍ରକୃତରେ କହିବାକୁ ଗଲେ ଦୁନିଆରେ ଏପରି କିଛି କାମ କରନ୍ତୁ ଯେ ଆପଣଙ୍କର ସେହି କାମ ଦେଖି ହୁଏତ ଆଗର କିଛି ଲୋକ ମଧ୍ୟ ଶିଖିପାରିବେ ଆଉ ବୁଝିପାରିବେ ମଧ୍ୟ। ତେଣୁ ଦୁନିଆକୁ ଆପଣ ମଧ୍ୟ ଦେଖାଇ ଦିଅନ୍ତୁ ଯେ ଆପଣଙ୍କର ପାୱାର କେତେ। ସାଙ୍ଗମାନେ, ମୁଁ ଏମିତି କହିଦେଲି ବୋଲି ଆପଣ ନିଜ ମାଇଣ୍ଡକୁ ନିଅନ୍ତୁ ନାହିଁ। ଆଉ ମୁଁ ଏମିତି ମଜାକରେ କହିଲିନି, ବାସ୍ ନିଜର କ୍ଷମତାକୁ ହିଁ କହିଲି ଯେ ଦୁନିଆରେ କଥା କମ୍ କୁହନ୍ତୁ ଆଉ ଅଧିକ ଭାଷଣ ମଧ୍ୟ କୁହନ୍ତୁ ନାହିଁ, ଯାହାଫଳରେ ଆପଣ କଥା କମ୍ କହିବା ଦ୍ୱାରା ଲୋକେ ଆପଣଙ୍କୁ ସ୍ମାର୍ଟ ଭାବିବାକୁ ଲାଗିବେ ଆଉ ଆପଣ ମଧ୍ୟ ନିଜକୁ ନିଜେ ଏକ ବାବୁ ବୋଲି ବିବେଚିତ ହୋଇପାରିବେ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକ୍ର ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତ ସାଙ୍ଗମାନେ, ମୁଁ ବିଦାୟ ନେବା ପୂର୍ବରୁ ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ ହିଁ ମାଗିବି ଯେ ଭିଡ଼ିଓଟି ଯଦି ଆପଣଙ୍କୁ ବହୁତ ପସନ୍ଦ ବା ଭଲ ଲାଗିଲା, ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ବା ସବସ୍କ୍ରାଇବ୍ କରି ଚ୍ୟାନେଲକୁ କ୍ଲିକ୍ କରି ରଖନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ
ପହଞ୍ଚିବାକୁ ଲାଗିବ। ଧନ୍ୟବାଦ।